জয় জগন্নাথ স্বামী নয়ন পথগামী ভব তুমে ভব তুমে ভব তুমে। আরম্ভ হয়ে যাইছি নূতন যাত্রা বর্ষ, চালিছি যাত্রা। দর্শক মানকর মনোরঞ্জন করছেন প্রায় সমস্ত যাত্রা অনুষ্ঠান। বহু যাত্রা অনুষ্ঠান চলিত যাত্রা বর্ষ মহাপ্রভু জগন্নাথଙ୍କ নামରେ নাটক প্রস্তুত করিଅଛନ୍ତି। আসন্তু জানিবা কেউ অনুষ্ঠানর কেউ নাট্যকার নির্দেশক মানে জগন্নাথ মহাপ্রভু জগন্নাথଙ୍କ উপরে নাটক প্রস্তুত করেছেন। জয় জগন্নাথ, নমস্কার। মু সন্তোষ কুমার টিকিয়ে কথা यूट्यूब চ্যানেলর আজি সন্ধ্যার এই স্বতন্ত্র আলোচনাକୁ ଆପଣମାନଙ୍କୁ স্বাগত କରୁଅছি। টিকিয়ে কথা চ্যানেল ଆପଣମାନଙ୍କର চ্যানেল। টিকিয়ে কথা চ্যানেলରେ যাত্রা সম্পর্কিত সমস্ত তথ্য জানিবা ପାଇଁ চ্যানেলକୁ সবস্ক্রাইব করন্তু ଆଉ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଯଦି ଫେସବୁକରେ ଆପଣ ଆମର କାର୍ଯ୍ୟକ୍ରମ ଦେଖୁଛନ୍ତି ତାହେଲେ ପେଜକୁ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ଆମର ଆଜିର ଆଲୋଚନାର ବିଷୟବସ୍ତୁ ଯାତ୍ରା ନାଟକରେ ମହାପ୍ରଭୁ ଜଗନ୍ନାଥ। ଚଳିତ ଯାତ୍ରା ବର୍ଷ ଆରମ୍ଭ ହୋଇଯାଇଛି ଜୁଲାଇ 24 ତାରିଖ ଠାରୁ। ପ୍ରାୟ ସମସ୍ତ ଯାତ୍ରା ଅନୁଷ୍ଠାନ ବର୍ତ୍ତମାନ ଯାତ୍ରା ମଇଦାନରେ। ବହୁ ଯାତ୍ରା ଅନୁଷ୍ଠାନ ଚଳିତ ଯାତ୍ରା ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ନାଟକ ପ୍ରସ୍ତୁତ କରିଅଛନ୍ତି। ଆସନ୍ତୁ ଜାଣିବା କେଉଁ ଅନୁଷ୍ଠାନର କେଉଁ ନାଟ୍ୟକାର ନିର୍ଦ୍ଦେଶକ ମାନେ ଜଗନ୍ନାଥ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ନାଟକ ପ୍ରସ୍ତୁତ କରିଛନ୍ତି। ପ୍ରଥମେ ଆସନ୍ତୁ ଯିବା ଯାତ୍ରା ଦୁର୍ଗା ମନ୍ଦିର। ଯାତ୍ରା ଦୁର୍ଗା ମନ୍ଦିର ଚଳିତ ଯାତ୍ରା ବର୍ଷ ପ୍ରସ୍ତୁତ କରିଛି ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ନାଟକ ମୁକ୍ତି ମଣ୍ଡପ। ଯେଉଁ ନାଟକଟିକୁ ରଚନା କରିଛନ୍ତି ଜଗନ୍ନାଥ ରାଉତ ଆଉ ସଙ୍ଗୀତ ନିର୍ଦ୍ଦେଶନାରେ ଏନ୍ ଜ୍ଞାନେନ୍ଦ୍ର। ଯାତ୍ରା ରାଜନନ୍ଦିନୀ। ଯାତ୍ରା ରାଜନନ୍ଦିନୀ ପ୍ରସ୍ତୁତ କରିଛି ନାଟକ କାହ୍ନାରେ କାହ୍ନା ଆଉ କନ୍ଦାନା। ଯେଉଁ ନାଟକଟିକୁ ରଚନା କରିଛନ୍ତି ଅନୁଭବୀ ନାଟ୍ୟକାର ଜୀବନ ଜେନା, ନିର୍ଦ୍ଦେଶନାରେ ଶାନ୍ତନୁ ଓଝା ଆଉ ସଙ୍ଗୀତରେ ନାଟକକୁ ସଜେଇଛନ୍ତି ମିହିର ମହାନ୍ତି। ଯାତ୍ରା ସିଂହବାହିନୀ ପ୍ରସ୍ତୁତ କରିଛି ଜଗନ୍ନାଥ ଦର୍ଶନ ଉପରେ ଆଧାରିତ ନାଟକ ବଡ଼ ବେଦରଦୀ କଳା ସାଆନ୍ତ। ଯେଉଁ ନାଟକଟିକୁ ରଚନା କରିଛନ୍ତି ବର୍ତ୍ତମାନର ଚର୍ଚ୍ଚିତ ନାଟ୍ୟକାର ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନାରେ ଦୀନେଶ ଦାସ ଆଉ ସଙ୍ଗୀତ ବୈଦ୍ୟନାଥ ଦାସ। ଯାତ୍ରା ବାଦଶାହ କୋଣାର୍କ ଗଣନାଟ୍ୟ ପ୍ରସ୍ତୁତ କରିଛି ନାଟକ ଜଗା ଧରିଛି ଜୀବନ ପଘା। ପ୍ରଥମ ଥର ପାଇଁ ଇଞ୍ଜିନିୟର ଆଶୁତୋଷ ମହାପାତ୍ର ଯାତ୍ରା ବାଦଶାହ କୋଣାର୍କ ଗଣନାଟ୍ୟରେ ନାଟକ ପ୍ରସ୍ତୁତ କରିଛନ୍ତି ଆଉ ସଙ୍ଗୀତରେ ସଜେଇଛନ୍ତି ନାଟକଟିକୁ ବିକାଶ ଶୁକ୍ଳା। ରଚନା ଆଉ ନିର୍ଦ୍ଦେଶନା ଇଞ୍ଜିନିୟର ଆଶୁତୋଷ ମହାପାତ୍ର। ଯାତ୍ରା ବାଦଶାହ କୋଣାର୍କ ଗଣନାଟ୍ୟର ନାଟକ ଜଗା ଧରିଛି ଜୀବନ ପଘା। ଯାତ୍ରା ମୌଡ଼ମଣି ଶିବାନୀ ଗଣନାଟ୍ୟ ହା କୃଷ୍ଣ ବୋଲି ଯାଉ ଯିବ। ଚଳିତ ଯାତ୍ରା ବର୍ଷର ବହୁ ଚର୍ଚ୍ଚିତ ନାଟକ। ଯେଉଁ ନାଟକଟିକୁ ରଚନା କରିଛନ୍ତି ଡକ୍ଟର ନିହାର ରଞ୍ଜନ ମହାନ୍ତି, ନିର୍ଦ୍ଦେଶନାରେ ପ୍ରଶାନ୍ତ ନାୟକ ବଳିଆ ସାର୍ ଆଉ ସଙ୍ଗୀତ ସଜେଇଛନ୍ତି ମିହିର ମହାନ୍ତି। ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ ପ୍ରସ୍ତୁତ କରିଛି ନାଟକ ହେ ଈଶ୍ୱର ମୋତେ ମୃତ୍ୟୁ ଦିଅ। ଏ ନାଟକଟିକୁ ମଧ୍ୟ ରଚନା କରିଛନ୍ତି ସେହି ଚର୍ଚ୍ଚିତ ନାଟ୍ୟକାର ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନାରେ ଦୀନେଶ ଦାସ, ସଙ୍ଗୀତ ଏକନ ସାର୍। ଏମାନଙ୍କୁ ବାଦ ଦେଲା ପରେ ବି ଯେଉଁ ଯାତ୍ରାନୁଷ୍ଠାନ ମାନେ ନାଟକ ରଚନା କରିଛନ୍ତି ଚଳିତ ଯାତ୍ରା ବର୍ଷ ପାଇଁ ଯେଉଁ ନାଟ୍ୟକାର ନିର୍ଦ୍ଦେଶକ ମାନେ ନାଟକ ରଚନା କରିଛନ୍ତି ବହୁ ନାଟକରେ ମହାପ୍ରଭୁ ଜଗନ୍ନାଥଙ୍କର ଅଲୌକିକ ମହିମା ମଧ୍ୟ ଦେଖିବାକୁ ମିଳିଛି, ଯାହାକି ଯାତ୍ରାପ୍ରେମୀ ଦର୍ଶକମାନଙ୍କ ଦ୍ୱାରା ଜଗନ୍ନାଥ ପ୍ରେମୀ ଦର୍ଶକମାନଙ୍କ ଦ୍ୱାରା ବହୁ ମାତ୍ରାରେ ଆଦୃତ ହେଉଛି। ତାଙ୍କ ନାମକୁ ନେଇ ନାଟକ ରଚନା ହେବାକୁ ଶୁଭ ସଂକେତ। ଅତୀତରେ ଜଗନ୍ନାଥଙ୍କ ନାମରେ ବହୁ ସିନେମା ମଧ୍ୟ ନିର୍ମାଣ ହୋଇଛି, ନାଟକ ମଧ୍ୟ ନିର୍ମାଣ ହୋଇଛି। ଚଳିତ ଯାତ୍ରା ବର୍ଷ ଏତେ ମାତ୍ରାରେ ନାଟକ ପ୍ରସ୍ତୁତ ହେବା ନିଶ୍ଚିତ ଭାବରେ ଏକ ଶୁଭ ଲକ୍ଷଣ ଆମର ଯାତ୍ରା ଜଗତ ପାଇଁ, ଜଗନ୍ନାଥ ପ୍ରେମୀଙ୍କ ପାଇଁ, ଯାତ୍ରା ପ୍ରେମୀ ଜଗନ୍ନାଥ ପ୍ରେମୀ ଦର୍ଶକମାନଙ୍କ ପାଇଁ। ଏ ହେଲା ଆମର ଆଜି ସନ୍ଧ୍ୟାର ଆଲୋଚନା ଚଳିତ ଯାତ୍ରା ବର୍ଷର ଜଗନ୍ନାଥଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ନାଟକ ସମ୍ପର୍କରେ। ଏ ବିଷୟରେ ଆପଣମାନଙ୍କର ମତ କ'ଣ ରହିବ? ନାଟକକୁ ଉପଭୋଗ କରିଥିବା ଯାତ୍ରାପ୍ରେମୀ ଦର୍ଶକମାନେ ଏ ନାଟକକୁ ଦେଖି ଆପଣମାନଙ୍କର କ'ଣ ଅନୁଭବ, କ'ଣ ରହିଛି ଆପଣମାନଙ୍କର ନିର୍ଦ୍ଦିଷ୍ଟ ମତାମତ ମଧ୍ୟ ଦେବାକୁ ଜମାରୁ ଭୁଲିବେ ନାହିଁ। ଆମର ଆଜିର ଆଲୋଚନାକୁ ଏଇଠି ରଖୁଛି। ପୁଣି ଦେଖା ହେବ ଆଉ ଏକ ସ୍ୱତନ୍ତ୍ର ଅଧ୍ୟାୟରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍ତେ, ଜୟ ଜଗନ୍ନାଥ।